यीशु ख्रीष्टଙ୍କର पृथ्वी को आसीबार अनेक उद्देश्य से भितर आम आज पांचटी उद्देश्य को आम जानिबा आउ से पांचटी उद्देश्य आम जीवन में आम किपरि ताको अभ्यास रे परिणत करिबा आमे करूछु भी आ मध्य आगको करिबा जेपरि कि पाउल मध्य कहउथिले मो मो जीवन रे ताहांको छडा काहाको अनुकारी हेबि नाही I cannot be a imitator to the others rather than Jesus Christ. It is commitment of apostolic Paul. ପାଉଲଙ୍କର ଗୁଣ ପାଉଲଙ୍କର ନିଜ ଜୀବନର ନିଷ୍ପତ୍ତି ଏବଂ ସେ କହିବାକୁ ଚାହାନ୍ତି ଦିଲ ସେ ବୋଲି କହୁ ଆମେ ହୃଦୟର ସହିତ କହୁ ଆଉ ଗୋଟେ କହୁ କହିବାର ଗୋଟେ ତାକତ ଥିବା ଦରକାର ଆମେ ବେଳେ ବେଳେ କହିଥାଉ ଆଉ ଆମେ କହିବା ପାଇଁ ଗୋଟେ ଆମମାନଙ୍କ ଜୀବନରେ ଦମ ଥିବା ଦରକାର ସେ କହିଲା ନା ସେ ଛାଡି ନାହିଁ କହିଲା ତା ପାଖରେ ସେମିତି ଦମ ଥିଲା ଗୋଟେ ସାହସ ଥିଲା ତ ଆମ ପାଖରେ ଆଜି ଏଇ ଶେଷ ଦିନରେ ଘଡ଼ି ସନ୍ଧି ମଧ୍ୟରେ ଆମେ ଦେଖିବାକୁ ପାଉଛୁ ଅନେକ ଲୋକ ସାହସର ଅନେକ କିଛି କରିଦିଅନ୍ତି ଯେତେବେଳେ ଆମେ ସନ୍ତ୍ରାସବାଦୀ ମାନଙ୍କୁ ଦେଖୁ ସେମାନେ ଗୁଳି କରିବା ତାଙ୍କର ଗୋଟେ ଦମ ବା ହୃଦୟର ଯେଉଁ କି ମାନେ ତାଙ୍କର ଗୋଟେ ଡିଜାयर ତାକୁ ତୃଷା ବୋଲି କୁହାଯାଏ ସେ ଗୁଳି କଲେ ଅନ୍ୟମାନଙ୍କୁ ମାରିଲେ ତାଙ୍କୁ ଭଲ ଲାଗେ ଯୋଉମାନେ ଅନ୍ୟାୟରେ ଥାନ୍ତି କିନ୍ତୁ ଆମମାନଙ୍କର ଆଜି ଦମ ଆଜି ଆମମାନଙ୍କର ସାହସ ଆମମାନଙ୍କର ଇଚ୍ଛା କଣ ରହିବା ଦରକାର ଯାହାକି ଆମେ ସମସ୍ତଙ୍କ ସମ୍ମୁଖରେ କହିପାରିବା ସେଇ ଇଚ୍ଛା କଣ ସେଇ ଦମ କଣ ଆଜି ଆମେ ଆଲୋଚନା କରିବା ଆଉ ତାହା ଯୀଶୁ ଖ୍ରୀଷ୍ଟଙ୍କର ଅନୁକାରୀ ମାନେ ତାହା କରିକି ଦେଖେଇଛନ୍ତି ଏବଂ ଆମେ ଏଇ ଶେଷ ଘଡ଼ି ସନ୍ଧି ମଧ୍ୟରେ ଅଛୁ ଯାହାକି ଆମମାନେ ତାହା କରିବା ଆମମାନଙ୍କ ନିମନ୍ତେ ଆବଶ୍ୟକ ଅଟେ ସେଥିପାଇଁ ପ୍ରଭୁ ଆଜି ପର୍ଯ୍ୟନ୍ତ ଆମମାନଙ୍କୁ ସୁନ୍ଦର ସୁନ୍ଦର ବିଷୟ ବାକ୍ୟରୁ ଅନେକ ପ୍ରଭୁଙ୍କ ଦାସମାନଙ୍କ ଦ୍ୱାରା ଆମମାନଙ୍କ ନିକଟକୁ ପ୍ରଭୁ ପହଞ୍ଚାଉଛନ୍ତି ଆଜି ଆସୁ ଏହି ସମୟରେ ଆମେ ପବିତ୍ର ଧର୍ମଶାସ୍ତ୍ର ବାଇବେଲକୁ ଆମେ ଅଧ୍ୟୟନ କରୁ ଆଉ ଶାସ୍ତ୍ର ଆମେ ଅଧ୍ୟୟନ କରିବା ପ୍ରଥମ କରନ୍ଥୀୟ 11 ଅଧ୍ୟାୟ ତାର 1 ପଦକୁ ଆମେ ଅଧ୍ୟୟନ କରିବା ମୁଁ ଯେପରି ଖ୍ରୀଷ୍ଟଙ୍କର ଅନୁକାରୀ ତୁମ୍ଭେ ମାନେ ମଧ୍ୟ ସେହିପରି ଅନୁକାରୀ ହୁଅ ଅନୁକାରୀର ଅର୍ଥ ଆମେ ଏଠି ଦେଖିବାକୁ ପାଉଛୁ ତାକୁ ଇଂଲିଶରେ ଇମିଟେଟର ବୋଲି କୁହାଯାଏ ତାଙ୍କର ପଛରେ ଯୋଉମାନେ ଯାଆନ୍ତି ଯୋଉମାନେ ତାଙ୍କର ଆଜି ଆମେ ଯେତେବେଳେ ୟୁଟ୍ୟୁବ ଦେଖୁଛୁ ସେଥିରେ ଗୋଟିଏ ବିଷୟ ଲେଖାଯାଇଛି ଫଲୋ ସେୟାର ଆଣ୍ଡ ସବସ୍କ୍ରାଇବ ଯିଏ ବି କୁହନ୍ତି ଆମେ କାହାର ଫଲୋବର ଅଟୁ ପ୍ରେରିତ ପାଉଲ ସିଏ ରାଜା ମାନଙ୍କର ରାଜାଙ୍କର ଫଲୋବର ଥିଲେ ପ୍ରଭୁ ମାନଙ୍କର ପ୍ରଭୁଙ୍କର ଫଲୋବର ଥିଲେ ପ୍ରେରିତ ପାଉଲ ସମସ୍ତଙ୍କ ଠାରୁ ଯିଏ କି ମହାନ ଅଟନ୍ତି ସେଇ ପ୍ରଭୁଙ୍କର ସେ ଫଲୋବର ଥିଲେ ସେ କାହାକୁ ଜିହୁଦୀ ମାନଙ୍କ ଭିତରେ କାହାକୁ ଭୟ କଲେ ନାହିଁ ସେ ଅନ୍ୟକୁ ଭୟ କରାଉଥିଲେ ଅନ୍ୟକୁ ସେ ଆଘାତ କରୁଥିଲେ ତାର ସେଇ ପ୍ରକାର ଦମ ଥିଲା ଆଉ ଯେତେବେଳେ କି ପ୍ରଭୁ ତାଙ୍କୁ ଧରିଲେ ତାଙ୍କର ଦମ ବଦଳିଗଲା ସେଇ ଦମ ବା ସେଇ ସାହସ ସେଇ ଇଚ୍ଛା ଯେ ଜଣକ ପ୍ରତି ହେଲା ଆଉ ସେ କହିପାରୁଛନ୍ତି ମୋହର ଅନୁକାରୀ ହୁଅ ୟେସ୍ ଆମେ ଆଜି ଯଦି ଦେଖିବା ଅନେକ ଲୋକମାନେ ଆଜି ପଲିଟିସିଆନ ମେନ୍ ଅନେକ ରାଜନୈତିକ ଦଳର ଲୋକମାନେ ମୋର ଦଳର ଲୋକମାନେ ହି ଇଜ ଦ ଲିଡର ସେ କହୁଛନ୍ତି ମୋର ଦଳ ସେ କହିବାକୁ ଚାହାନ୍ତି ମୋ ପଛରେ ଯଦି ମୁଁ ଦେଖିବି ମୋର ହଜାର ହଜାର ଲୋକମାନେ ଅଛନ୍ତି ଆଉ ପ୍ରେରିତ ପାଉଲ ଏଠି କହିବାକୁ ଚାହାନ୍ତି ହି ଦ ହିରୋ ଅଫ ଦ ନ୍ୟୁ ଟେଷ୍ଟାମେଣ୍ଟ କହିଲେ ଭୁଲ ହେବ ନାହିଁ ଯେ କି ସବୁଠାରୁ ଅନେକ ପତ୍ର ଲେଖିଛନ୍ତି ଅନେକ ଗ୍ରାମକୁ ପହଞ୍ଚିଛନ୍ତି
ଅନେକ ଥର ମିଶନାରୀ ଯାତ୍ରା କରିଛନ୍ତି, ଅନେକ ଜାତି ମଧ୍ୟରେ ସେ ପହଞ୍ଚିଛନ୍ତି, ଅନେକ ଲୋକମାନଙ୍କୁ ସେଇ ରାଜାଙ୍କର ସୁସମ୍ବାଦକୁ ପହଞ୍ଚେଇ ପାରିଛନ୍ତି, ଅନେକଙ୍କ ନିକଟରେ ସେ ନିଜେ ମାଡ଼ ଖାଇଛନ୍ତି ଏବଂ ସେ କହିବାକୁ ଚାହାନ୍ତି, ମୁଁ ଯେପରି ଯୀଶୁ ଖ୍ରୀଷ୍ଟଙ୍କର ଅନୁଗମନ କରେ, ମୁଁ ତାଙ୍କର ଅନୁକାରୀ ଅଟେ, ସେଇପରି ତୁମ୍ଭେ ମାନେ ମଧ୍ୟ ମୋର ଅନୁକାରୀ ହୁଅ। ଯୀଶୁ ଖ୍ରୀଷ୍ଟଙ୍କର ଅନୁକାରୀ ହେବା ଯେ ସାଧାରଣ ବିଷୟ ନୁହଁ। ଯୀଶୁ ଖ୍ରୀଷ୍ଟଙ୍କର ଅନୁକାରୀ ଆମେ ଯଦି ଯୀଶୁ ଖ୍ରୀଷ୍ଟଙ୍କ ଲାଇଫ ଅଫ ଜିସସ୍ ଖ୍ରାଇଷ୍ଟ ଦେଖିବା, ତ ପ୍ରେରିତ ପାଉଲ ତାଙ୍କର ଅନୁକାରୀ କିପରି ହେଇପାରିଲେ? ତ ଯଦି ଆମେ ଦେଖିବା ପ୍ରଥମରେ ହିଁ ଯୀଶୁ ଖ୍ରୀଷ୍ଟ ୟୁ ୱାଜ ଓବିଡିଏନ୍ସ ପର୍ସନ। ସେ ବାଧ୍ୟତା ଥିଲେ ପ୍ରଥମେ ତ ପିତାଙ୍କର ବାଧ୍ୟତା ହେଲେ, and he left his throne of God, ସେ ପରମେଶ୍ୱରଙ୍କର ସିଂହାସନକୁ ପରିତ୍ୟାଗ କଲେ ଏବଂ ସେ ଜଗତକୁ ସେ ଆସିଲେ, ଆଉ ସେ ଜଗତରେ ଆପଣାକୁ ସାକ୍ରିଫାଇସ୍ କରିବା ପାଇଁ ସେ ପଛଘୁଞ୍ଚା ହେଲେ ନାହିଁ। There is no hindrance for him to give his life. ତାଙ୍କ ଜୀବନକୁ ଜଳାଞ୍ଜଳି କରିବା ପାଇଁ, ତାଙ୍କ ଜୀବନକୁ ବଳି କରିବା ପାଇଁ, ତାଙ୍କ ଜୀବନକୁ ପ୍ରତ୍ୟେକଙ୍କ ନିମନ୍ତେ କ୍ରୁଶରେ ହତ ହେବା ପାଇଁ, ପ୍ରତ୍ୟେକଙ୍କୁ ରକ୍ତ ଦେଇ କିଣିବା ପାଇଁ ସେ କେବେ ମଧ୍ୟ ପଛଘୁଞ୍ଚା ହେଲେ ନାହିଁ। ଇଟ୍ ଇଜ ଫାର୍ଷ୍ଟ ଥିଙ୍ଗ, ଏଟା ପ୍ରଥମ ବିଷୟଟେ ଯେ ଯୀଶୁ ଖ୍ରୀଷ୍ଟ ସିଂହାସନକୁ ଛାଡ଼ି ପୃଥିବୀକୁ ଅବତରଣ କଲେ। ତାହାକୁ କୁହାଯାଏ ପ୍ରେରିତ ବା ଆପୋଷ୍ଟଲ, ହେଉଛନ୍ତି ମିଶନାରୀ। ତାହାକୁ କୁହାଯାଏ ବିଶ୍ୱାସୀ, ଜଣେ ଗୋଟିଏ ଘରକୁ ଯାଇ ଅନ୍ୟ ଜଣଙ୍କ ନିକଟକୁ ପହଞ୍ଚିବା। କାରଣ ଅନୁକାରୀ ହେବା, ପ୍ରେରିତ ପାଉଲ ଯେପରି କୁହନ୍ତି ଅନ୍ୟମାନଙ୍କୁ ବା ପ୍ରେରିତ କରନ୍ତୀୟ ମଣ୍ଡଳୀକୁ କୁହନ୍ତି, ମୋହର ତୁମେ ଅନୁକାରୀ ହୁଅ। ଆଜି ଆମେ ଏଠାରେ ଅନେକ ପ୍ରଭୁଙ୍କର ଲୋକମାନେ ବସିଅଛୁ, ପ୍ରଭୁଙ୍କ ଲୋକମାନେ ଆମେ ଯୋଉମାନେ କି ବାକ୍ୟ ଘେନି ଭଉଣୀମାନେ, ପ୍ରଭୁଙ୍କ ଦାସମାନେ ଆମେ ଯାଉଛୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ। ଆମମାନଙ୍କର ଏପରି ଗୋଟିଏ ଲାଇଫ ହଉଛି, ପ୍ରଥମେ ତ ଓବିଡିଏନ୍ସ। ଯେତେବେଳେ କି ଓବିଡିଏନ୍ସ ଇଜ ବେଟର ଦାନ ସାକ୍ରିଫାଇସ୍ ବୋଲି କୁହାଯାଏ। ଆମେ ଜୀବନରେ ଆମେ ବେଳେ ବେଳେ ଭଉଣୀ କହୁଥିଲେ ଯେ ଆମେ କାହିଁକି ଠିକ ସମୟରେ ଆମେ ଜୁମରେ ବସୁନାହୁଁ, ଠିକ ସମୟରେ କାହିଁକି ଆମେ ଉପାସନା କରୁନାହିଁ, ଆମେ ଠିକ ସମୟରେ କାହିଁକି ପ୍ରଭୁଙ୍କ ବାକ୍ୟରେ ମନୋଯୋଗ ଦଉନାହୁଁ। ଆମମାନଙ୍କର ଓବିଡିଏନ୍ସ disobedience bring the distraction of the life, जो कि ଅବାଧ୍ୟତା ଅନେକ ଜୀବନକୁ ଭଗ୍ନ ଏବଂ ନଷ୍ଟ କରିବାରେ ବା ଭ୍ରଷ୍ଟ କରିବାରେ ସେ ଆଣିଥାଏ। ଆମ ଜୀବନ ତାହା ନୁହଁ। we are follower of Christ, ଆମେ ଖ୍ରୀଷ୍ଟଙ୍କର ଅନୁକାରୀ। ଯଦି ଖ୍ରୀଷ୍ଟଙ୍କର ଅନୁକାରୀ, ତାହେଲେ ଆମେ ତାଙ୍କ ବିଷୟରେ 5ଟି ବିଷୟକୁ ଆମେ ଦେଖିବା। ତ ଯେତେବେଳେ କି ଯୀଶୁ ଖ୍ରୀଷ୍ଟ ପୃଥିବୀକୁ ଆସିଲେ, ତାଙ୍କର ପ୍ରଥମ କାମ ଥିଲା, he was going one place to another, ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ପହଞ୍ଚିବା। ପ୍ରଥମେ ତ ସେ 11-12 ବର୍ଷ ଭିତରେ ସେ ପ୍ରଚାର କରୁଥିଲେ, ପ୍ରଚାର କାର୍ଯ୍ୟ ଆରମ୍ଭ କଲେ। ଯିଶାୟ ଭବିଷ୍ୟତ ବକ୍ତାଙ୍କ ପୁସ୍ତକରୁ ସେ କଥା କହିଲେ। he was the become prophet, ତାର ଅର୍ଥ ସେ ଏକ ଭବିଷ୍ୟ ବକ୍ତା ଭାବରେ କମ ସମୟ ମଧ୍ୟରେ, କମ ବୟସରେ ସେ ଭବିଷ୍ୟ ବାକ୍ୟକୁ ଘୋଷଣା କଲେ। ଆଜି ଆମମାନଙ୍କର କର୍ତ୍ତବ୍ୟ କଣ? ତ ଯୀଶୁ ଖ୍ରୀଷ୍ଟ ଯଦି ପ୍ରଚାରକ ଥିଲେ, ଆମେ ଯଦି ଯୀଶୁ ଖ୍ରୀଷ୍ଟଙ୍କର ଅନୁକାରୀ, ତ ଆମମାନଙ୍କର ପ୍ରଥମ କର୍ତ୍ତବ୍ୟ ହେଉଛି go and preach the nation। ଆମମାନଙ୍କ ପ୍ରଥମ କାମ କଣ? ଆମେ ପ୍ରଚାର କରିବା। କିପରି ପ୍ରଚାର କରିବା? ଆମେ ଖାଲି ପାଳକଙ୍କର ପ୍ରଚାର କାମ ଆବଶ୍ୟକ। ପାଳକ ହିଁ ପ୍ରଚାର କରିବ, ତାକୁ ଆପଏଣ୍ଟମେଣ୍ଟ କରାଯାଇଛି, ତାଙ୍କୁ ଦରମା ଦିଆଯାଉଛି, ତାଙ୍କୁ ମଣ୍ଡଳୀରେ ବଛା ଯାଇଛି ନାହିଁ। ଆମମାନଙ୍କର କର୍ମ କଣ? ଆମମାନେ ତାଙ୍କର ଅନୁକାରୀ। ଆମେ ବିଶ୍ୱାସୀ ହଉ, କିମ୍ବା ଜଣେ ମା ହୁଅନ୍ତୁ, କିମ୍ବା ଜଣେ ପ୍ରଭୁଙ୍କର ଦାସ ହୁଅନ୍ତୁ, କିମ୍ବା ଜଣେ ପ୍ରଭୁଙ୍କର ଦାସୀ ହୁଅନ୍ତୁ, ଜଣେ ବିଶ୍ୱାସୀ ହୁଅନ୍ତୁ, ଜଣେ ଯୁବକ ହୁଅନ୍ତୁ, ଯୁବତୀ ହୁଅନ୍ତୁ, ପ୍ରଭୁଙ୍କ ଲୋକ କିଏ ବି ହୁଅନ୍ତୁ ନା କାହିଁକି, ସେ ପ୍ରଭୁଙ୍କ ବାକ୍ୟକୁ ଅନ୍ୟ ସମ୍ମୁଖରେ ଗୋଟିଏ ପଦ କହିବେ, ଆପଣ କଣ ପ୍ରଭୁଙ୍କୁ ଭଲ ପାଆନ୍ତି?
आपण को प्रभु प्रेम करते, आपण को प्रभु भल पाते, आपण को पाई प्रभु जीवन देइछन्ते, आपण को पाई प्रभु अपना जीवन से गोलगथा से क्रूसरे अपना जीवन देई से रक्त रे मते आपण को किनिछन्ते, पवित्र करिछन्ते। दिस इज द प्रीचिंग। तापर कौन कले से टीचिंग दउथिले। अनेक लोक माने आमे जाई के प्रचार करि पारु ना, किंतु आमे कौन करू, आमाने बसिकी मध्य टीचिंग देई परिबा। टीचिंग की परि देई परिबा, आमाने 3 जण 4 जण 5 जण अनेक अछि, अनेक लोक माने बाइबल को पढ़ी जानि नाहंती। आज ग्राम अनेक आमर कंधमाल जिले में हो कि कलाहांडी हो, कोरापुट हो, नवरंगपुर हो, मु गतकाल देखुथिली अनेक भौणी माने भाई माने जयपुर रे से माने बाइबल पढ़ी जानती नहीं, पाखक आसीथिले आ से कहूथिला कि आमे बाइबल पढ़ी जानू। मु सेमानको जेतले कि न्यू टेस्टामेंट ताको ऑफर करूथिली, से माने कहिले आमे सार पढ़ी पारुनो एटा। मु कहली आपन को घरे किए छुआ अछंते कि आपण 3 जण को 4 जण को बसांतु, आ जणे पुओ को मझिरे बसांतु बा झियो को मझिरे बसांतु, आ से पढ़िले आपण माने सुनिबे, आ से आपण को टिके टिके बुझेइबे, आपण माने जानिबे। से होचंती जणे जीसु ख्रीष्ट होचंती जणे शिक्षक, यू आर द टीचर, तांको गुरु राबी बोल कहा जाए। गत थर आमे जेपरि कि निकोदिम विषय रे कथा आइथि, जे जोति गुरु आमानकु जेपरि कि आज पृथ्वी रे अनेक लोक माने इमिटेटर करिवे, आमानकु फॉलो करिवे। अन्य आमे डांस करथिबा लोक मानकु आज लोक फॉलो करूछंती, गीत गाउथिबा लोक माने फॉलो करूछंती, मजा मजा कथा कहउथिबा लोक मानकु फॉलो करूछंती, किंतु से माने तांकर गुरु बोली से माने बेले बेले कुहंती। किंतु आमाने जेपरि कि जीसु ख्रीष्टंकर राजा मानकर राजांकर इमिटेटर फॉलोवर, आमर आमको मध्य लोक माने फॉलो करंतु। आ से समय आ गुटे पद को माने अध्ययन करिबा, मत्ती लिखित सुसमाचार 7 अध्याय 24 पद को। से पाषाण उपरे निर्माणकारी एक बुद्धिमान व्यक्ति को परि हबो, कारण जे कि पालन करंती सुनंती से माने साधारण व्यक्ति माने हेबे नै, से माने असाधारण हेबे, से माने एपरि कि बुद्धिमान व्यक्ति माने हेबे, से माने को परमेश्वर से माने को एपरि ज्ञान देई थांती, से माने अन्य माने को गृह रे आज खाली माने चर्च रे खाली टीचिंग करूछु ताहा नुहो, किंतु आ माने एनी मोमेंट जो माने कि पथरमय जीवन अछि, जो मानकर आज कठिन मना अछि, से मानको आमे शिक्षा देई परिबा, से मानको आमे एकत्र करि परिबा, से मानको दृढ़ रूपे आमे गठन करि परिबा, से मानको प्रभुंकर अनुकारी हेबा निमंते आमे शिक्षा चेतना देई परिबा। कारण सेई वाक्य आमानको जे पितरंकु कहिले, आ पितर गोटे दिन भितरे से अनेकंकु प्रभुंकर शिक्षा देबाकु लागे। आ जीसु ख्रीष्ट मध्य जने शिक्षक, से किपरि शिक्षा दउथिले, शिष्य मानकु नै एक निरल स्थान रे बा पहाड़ रे इन द हाई प्लेस जीसु ख्रीष्ट शिष्य मानकु शिक्षा दउथिले। आमानकर आज क्वालिटी कोन हेबा दरकार, आमे मध्य अनेकंकु शिक्षा देबार क्वालिटी, अन्य अनेक शिक्षा दउछु, फर्स्ट क्लास आम पिला माने हुअंतु बोले आमे शिक्षा दउछु, नो प्रॉब्लम। पिला मानकु आमे स्कूल रे टीचिंग दउछु, ता जगतर ज्ञान चाकरी पाइबा पाए, नो प्रॉब्लम। किंतु बाइबल रे शिक्षा जेतले आमे पुरातन रे आउछु, सेतले शिक्षा कोन, पिला माने तोम सहित बसिबा बेले, उठिबा बेले, चालिबा बेले से मानकु शिक्षा दियो। आमानकर आज फैमिली मध्य रे हेई पारे मु प्रचारक, आपण माने हेई पारंती निज मंडली रो प्रचारक, हेई पारंती आपण माने गुटे क्रुसाइड प्रीचर, किंतु आम माने कोन करू आज पिला मानकु आम फैमिली भितरे नेग्लेक्ट करि थाउ, तांको शिक्षा रे आम नेग्लेक्ट करि थाउ, जो दरे कि आम कोन हेई थाए, आम पिला माने शिक्षार अभाव रे थांती, बाइबल शिक्षार अभाव रे थांती, अनेक शिक्षा रे से माने पारंगम थांती, अनेक विषय रे से माने शिखि थांती, किंतु से माने कहि पार न थांती
ଯେ ପଦ ପର୍ବ କଣ, ପ୍ରଭୁଙ୍କ ବିଷୟରେ ପ୍ରାର୍ଥନା କର କହିଲେ ସେମାନେ ପ୍ରାର୍ଥନା କରିବାକୁ ତାଙ୍କୁ କଷ୍ଟ ଲାଗିଥାଏ। ବାଇବେଲ ଗୋଟିଏ ପଦ କୁହ କହିଲେ ସେମାନଙ୍କୁ କଷ୍ଟ ଲାଗିଥାଏ। ହଁ, ଆଉ ସେଥିପାଇଁ ଆମେ ଯେତେବେଳେ ଦେଖୁଅଛୁ ମାଥ୍ୟୁ ତାର 7:24 ଏଠି ଲେଖାଯାଇଛି, ଶୁଣ, ଯେ କି ମୋହର ଏହି ସମସ୍ତ କଥା ଶୁଣେ ଓ ପାଳନ କରେ ସେ ପାଷାଣ ଉପରେ ଗୃହ ନିର୍ମାଣକାରୀ ଜଣେ ବୁଦ୍ଧିମାନ ଲୋକ ସଦୃଶ ହେବ। ଶୁଣେ ଏବଂ ପାଳନ କରେ, ଯିଏ କି ଶୁଣନ୍ତି ଏବଂ ପାଳନ କରନ୍ତି। ଆମମାନେ ଆଜି କଣ ଶୁଣୁଛୁ? ଆଜି ଆମ ପିଲାମାନେ କଣ ଶୁଣୁଛନ୍ତି? ଆମ ଲୋକମାନେ ଆଜି କଣ ଶୁଣୁଛନ୍ତି? ଆମମାନେ ଲୋକମାନଙ୍କର କର୍ଣ୍ଣ କଣ ପ୍ରଭୁଙ୍କ ବାକ୍ୟ ଶୁଣିବାରେ କର୍ଣ୍ଣପାତ କରୁଅଛି? ଯଦି ପ୍ରଭୁଙ୍କ ବାକ୍ୟ ଆଜି ଶୁଣୁଛନ୍ତି ତାହେଲେ ତାଙ୍କର ଅନୁକାରୀ ହେବା ଆବଶ୍ୟକ। ଟିଚିଂ, ହିଜ୍ ଟିଚିଂ, ଯାହା ମୁଁ କହେ, ମୁଁ କହୁଅଛି, ଯେ କେହି ମୋହର କଥା ଶୁଣେ, he is the strong man in the world, ସେ ପୃଥିବୀର ଜଣେ ଶକ୍ତିଶାଳୀ ବ୍ୟକ୍ତି ହେଇପାରିବ। ଜିମ୍ କୁ ଯିବା ଲୋକ, ଏକ୍ସରସାଇଜ କରିବା ଲୋକ ଶକ୍ତିଶାଳୀ ହେଇପାରିବ ନାହିଁ। ଯିଏ କି ଯାହା କହିବ ସେ ତାହା ସଫଳ ହେବ। ପରମେଶ୍ୱରଙ୍କର ବାକ୍ୟକୁ ଯୋଉମାନେ କି ବ୍ୟବହାର କରନ୍ତି, ଆମ ପିଲାମାନେ ହୁଅନ୍ତୁ ନା କାହିଁକି, ଆମ ମଣ୍ଡଳୀର ବିଶ୍ୱାସୀ ମାନେ ହୁଅନ୍ତୁ ନା କାହିଁକି, ପ୍ରଭୁଙ୍କର ଲୋକମାନେ ଯୋଉମାନେ କି ବାପ୍ତିସ୍ମ ହୁଅନ୍ତୁ ନ ହୁଅନ୍ତୁ ନା କାହିଁକି, ସେଇମାନେ ଯଦି ପ୍ରଭୁଙ୍କ ବାକ୍ୟକୁ ବ୍ୟବହାର କରିବେ, ସେଇ ବାକ୍ୟ ସେ ଦ୍ୱିଧାଳ ଖଡ୍ଗ ଠାରୁ ମଧ୍ୟ ତୀକ୍ଷ୍ଣତର ଅଟେ। ସେଇ ବାକ୍ୟକୁ ଯୋଉମାନେ ବ୍ୟବହାର କରନ୍ତି ଆଉ ପ୍ରଭୁଙ୍କ ନାମରେ ଅନୁକାରୀ ହୁଅନ୍ତି, ପ୍ରଭୁଙ୍କର ଅନୁକରଣ କରନ୍ତି, ସେଇମାନଙ୍କର ବାକ୍ୟ କୋଉ ରାଜା ମଧ୍ୟ କାଟି ପାରିବେ ନାହିଁ, କୋଉ ମନ୍ତ୍ରୀ ମଧ୍ୟ କାଟି ପାରିବେ ନାହିଁ। କୌଣସି ପ୍ରକାର ଏପରି ଗଭର୍ଣ୍ଣର କିମ୍ବା କୌଣସି ପ୍ରକାର ପ୍ରଧାନମନ୍ତ୍ରୀ କିମ୍ବା କୌଣସି ପ୍ରକାର ଏକ ବ୍ୟକ୍ତି ନାହାନ୍ତି ପୃଥିବୀରେ, ସେ ମଧ୍ୟ ପରମେଶ୍ୱରଙ୍କର ବାକ୍ୟକୁ କାଟି ପାରିବେ ନାହିଁ, କାରଣ ତାହା କେବେ ମଧ୍ୟ ଭଗ୍ନ ହେବ ନାହିଁ। ସେଥିପାଇଁ ଆମମାନେ ସେଇ ବାକ୍ୟକୁ ଆମ ନିଜ ପ୍ରିୟ ଲୋକମାନଙ୍କୁ, ନିଜର ପିଲାମାନଙ୍କୁ, ମଣ୍ଡଳୀକୁ, ଆମ ନିଜ ଗୋଷ୍ଠୀକୁ ତାହା ଶିଖେଇବା। ଆଉ ସେଇ ବାକ୍ୟ ହଉଛନ୍ତି ଯୀଶୁଖ୍ରୀଷ୍ଟ। ସେ ତାଙ୍କର ଗୋଟିଏ ବାକ୍ୟ ସୁଦ୍ଧା, ଗୋଟିଏ ବିନ୍ଦୁ ସୁଦ୍ଧା ଲୋପ ପାଇବ ନାହିଁ। ସେଥିପାଇଁ ଆମେ ତାହାଙ୍କର ଅନୁକାରୀ ହେବା। ପ୍ରଥମେ ତ ପ୍ରଚାର କରିବା, ଦ୍ୱିତୀୟତଃ ଶିକ୍ଷା ଦେବା, ଆଉ ତୃତୀୟ ହେଉଛି ଯେ ଆମେ ତାହାଙ୍କର ପ୍ରେମକୁ ପ୍ରକାଶ କରିବା। ପ୍ରେମ କି ପ୍ରକାର ପ୍ରକାଶ କରାଯାଇପାରେ? ଆମେ ନିଶ୍ଚୟ ଅନେକଙ୍କ ପାଇଁ ଦାନ ଦେଉଅଛୁ, କିନ୍ତୁ ଆମେ ଆଶା କରିକି ଦାନ ଦେଉଛୁ। କମ୍ପାସନ, with love of compassion, ଯୀଶୁ ଖ୍ରୀଷ୍ଟ କଣ କରୁଥିଲେ? ସେ ପ୍ରେମରେ, ଦୟାରେ ବିଗଳିତ ହେଇ ସେ କଣ କରୁଥିଲେ? ପ୍ରତ୍ୟେକ ଲୋକମାନଙ୍କୁ ପହଞ୍ଚୁଥିଲେ। ଅର୍ଥ ସେ ତାଙ୍କ ପାଦ ଗତିରେ ଯାଇକି ତାଙ୍କ ନିକଟକୁ ପହଞ୍ଚୁଥିଲେ। This is third commandment that what Jesus want to tell to us this evening. এই ସନ୍ଧ୍ୟାକାଳୀନ ସମୟରେ ପରମେଶ୍ୱର ଆମମାନଙ୍କୁ ଏଇପରି କହିବାକୁ ଚାହାନ୍ତି ଯେ ତୁମେ ଅନ୍ୟ ନିକଟକୁ ଯାଅ, ତୁମର ହୃଦୟ ତାଙ୍କ ନିକଟକୁ ବାଣ୍ଟ। ପ୍ରେରିତ ପୁସ୍ତକ ତାର 20 ଅଧ୍ୟାୟ ଯଦି ଆମେ 35 ପଦକୁ ଅଧ୍ୟୟନ କରିବା, ଲେଖାଯାଇଛି, ତୁମେ ପ୍ରାପ୍ତ କରିବା ଅପେକ୍ଷା ତୁମେ ଦାନ କର। ଆମମାନଙ୍କ ଜୀବନର ଗୋଟିଏ କଣ ଦାନ? ଆମେ ଟଙ୍କା ଦେଲେ କି ଦାନ କି? ତାଙ୍କ ପାଇଁ ଆମେ ସମୟ ଦେବା। ତାଙ୍କ ପାଇଁ ଆମମାନେ କଣ ଦେବା? ବାକ୍ୟ ଆମମାନେ ତାଙ୍କ ପାଇଁ ଦେବା। ତାଙ୍କ ପାଇଁ ଆମମାନଙ୍କର ସାହାଯ୍ୟ, କମିଟମେଣ୍ଟ to bring the people to the kingdom of God. ଯୋଉମାନଙ୍କୁ ଆମେ ସମୟ ଦେବା, ଆତ୍ମା ଜିଣିବା ନିମନ୍ତେ ସମୟ ଦେବା। এই ପ୍ରକାର ପ୍ରେମ ଥାଉ। ସେତେବେଳେ ଟଙ୍କା ପରମେଶ୍ୱର ଯୀଶୁ ଖ୍ରୀଷ୍ଟ ବାଣ୍ଟୁ ନଥିଲେ। ଯୀଶୁ ଖ୍ରୀଷ୍ଟ ସେମାନଙ୍କ ସମ୍ମୁଖରେ ଲୁଗା ବାଣ୍ଟୁ ନଥିଲେ। ଯୀଶୁ ଖ୍ରୀଷ୍ଟ ସେତେବେଳକୁ ସେମାନଙ୍କ ନିକଟକୁ ଯାଇକି ଖାଲି ସେ କହୁନଥିଲେ, ତମକୁ ମୁଁ ଦେବି, ଏଇଟା ପ୍ରୋଜେକ୍ଟ ଦେବି, ସେଇଟା ପ୍ରୋଜେକ୍ଟ ଦେବି, ତୁମେ ମୋ ନିକଟକୁ ଆସ ବୋଲି କହୁନଥିଲେ। ଆଜି ଅନେକ ଲୋକମାନେ କୁହନ୍ତି, ଆମକୁ ବ୍ଲେମ କରନ୍ତି ଖ୍ରୀଷ୍ଟିଆନ କମ୍ୟୁନିଟିସ୍କୁ, କିନ୍ତୁ ଯୀଶୁ ଖ୍ରୀଷ୍ଟ ତାଙ୍କୁ ଯାଇ ସ୍ପର୍ଶ କରୁଥିଲେ, ତାଙ୍କୁ କହୁଥିଲେ ତୁମମାନଙ୍କର କଣ ଆବଶ୍ୟକ। ଯେତେବେଳେ ଯୀଶୁ ଖ୍ରୀଷ୍ଟ ଯାଉଛନ୍ତି, ଜଣେ ଅନ୍ଧ ଭିକ୍ଷୁକକୁ ମଧ୍ୟ ସେ କହିଲେ, ତୁମେ କଣ ଚାହୁଁଅଛ? ଆଉ ସେତେବେଳେ ସେ କହିଥିଲେ, ମୁଁ ଆଜି ଯେପରିକି ମୁଁ ଦୃଷ୍ଟି ପାଇବି। ମୋର ପ୍ରିୟ ମାନେ, ଆଜି ଆମମାନଙ୍କ ଜୀବନରେ ମଧ୍ୟ ଆମେ କାହା ନିକଟକୁ ଯାଇ ପଚାରୁଛୁ କି ତୁମକୁ କଣ ଦରକାର?
ତୁମେ କଣ ଆବଶ୍ୟକ କରୁଛ ମୋ ଠାରୁ? ଅନେକ ଲୋକ କହିବେ ଆମ ପାଇଁ ଆଜ୍ଞା ପ୍ରାର୍ଥନା କରନ୍ତୁ, ଆମ ପାଇଁ ପ୍ରାର୍ଥନା କରିଦିଅନ୍ତୁ, ଆମ ପରିବାର ପାଇଁ ପ୍ରାର୍ଥନା କରନ୍ତୁ। Then you are going to bind the distraction of the heart of the people. ଯୋଉମାନେ କି ହୃଦୟର ଭଗ୍ନତାକୁ, ଦୁଃଖକୁ ଏବଂ ହୃଦୟରେ ଯାହାକି ସେମାନଙ୍କର ଥାଏ ତାହାକୁ ଆପଣମାନଙ୍କ ସମ୍ମୁଖରେ ଆଜି ପ୍ରକାଶ କରନ୍ତି, ଆଉ ଆପଣମାନେ ତାଙ୍କ ସହିତ ବସି ପ୍ରାର୍ଥନା କରନ୍ତି, କାଉନସିଲିଂ କରନ୍ତି, ସେଥିରେ ତାଙ୍କୁ ଟଙ୍କା ଦେବାକୁ ପଡୁନାହିଁ। You are giving your life. ଆପଣମାନେ ଜୀବନ ଆପଣ ସେମାନଙ୍କୁ ଦେଉଛନ୍ତି, ତାହା ହେଉଛି ଏକ ବଡ ବିଷୟ, ତାହା ବଡ କମିଟମେଣ୍ଟ ଅଟେ ମୋର ପ୍ରିୟମାନେ। ଆଉ ସେଥିରେ ଯୀଶୁ ଖ୍ରୀଷ୍ଟଙ୍କର ଚତୁର୍ଥ ବିଷୟ ହେଉଛି ପ୍ରାର୍ଥନା। ଏନିଥିଙ୍ଗ ୟୁ ୱାଣ୍ଟସ୍ ଟୁ ଡୁ, ଯାହା କିଛି ସେ କରିବା ପାଇଁ ଚାହାନ୍ତି ତାଙ୍କ ଜୀବନରେ, ସେ ପ୍ରାର୍ଥନାର ସହିତ ଆଗକୁ ଯାଉଥିଲେ। ଆଜି ଯଦି ଆମମାନେ କିଛି କରିବାକୁ ଯାଉଛୁ, ଆସୁ ତାଙ୍କର ଅନୁକାରୀ ହେବା, ପ୍ରାର୍ଥନା କରିବା ଏବଂ ଆଗକୁ ବଢିବା। ପ୍ରଭୁ ନିଶ୍ଚୟ ଆମମାନଙ୍କୁ ରାସ୍ତା ଦେଖେଇବେ। କଣ ପାଇଁ ପ୍ରାର୍ଥନା? ଦୁଃଖ ପାଇଁ ପ୍ରାର୍ଥନା, ଆନନ୍ଦ ପାଇଁ ପ୍ରାର୍ଥନା, ଅନ୍ୟ ପାଇଁ ପ୍ରାର୍ଥନା, ଅନେକ ଟାଇପର ପ୍ରାର୍ଥନା, many kinds of prayers, 101। ମୁଁ ଯେତେବେଳେ ଗୋଟେ ପ୍ରାର୍ଥନା ପଢୁଥିଲି ସେତେବେଳେ 101 ପ୍ରକାର ପ୍ରାର୍ଥନାକୁ ମୁଁ ଜାଣିଥିଲି, ତାହା ଲେଖିଅଛି। 101 ପ୍ରକାର ପ୍ରାର୍ଥନା ଯୀଶୁ ଖ୍ରୀଷ୍ଟ କିପରି କରିଥିଲେ। ଆମମାନେ କେତେ ପ୍ରକାର ପ୍ରାର୍ଥନା କରିପାରିବା? ସକାଳେ ଉଠିଲେ ପ୍ରଭୁ ଧନ୍ୟବାଦ ଦଉଛୁ ତୁମେ ମତେ ଜୀବନରେ ବଞ୍ଚେଇଲ, ଗୋଟିଏ ପ୍ରାର୍ଥନା। ଦ୍ୱିତୀୟ ଥର ଆମେ ପ୍ରଭୁ ଜଳଖିଆ ଦେଲ, ସେଥିପାଇଁ ପ୍ରାର୍ଥନା। ତୃତୀୟ ପ୍ରାର୍ଥନା, ପ୍ରଭୁ ମୁଁ ଏବେ ବାହାରକୁ ଯାଉଛି, ତାହା ପ୍ରାର୍ଥନା। ଚତୁର୍ଥ ପ୍ରାର୍ଥନା, ପ୍ରଭୁ ମତେ ପୁନର୍ବାର ଦିନ ବେଳେ ମତେ ଖାଦ୍ୟ ଦେଲ, ସେଥିପାଇଁ ତୁମକୁ ପ୍ରାର୍ଥନା। ପ୍ରଭୁ ମତେ ପ୍ରଭୁଙ୍କ ଲୋକମାନଙ୍କୁ ମିଶେଇଲ, ସେଥିପାଇଁ ପ୍ରାର୍ଥନା। ଇଭିନିଂରେ ଆମେ ପ୍ରାର୍ଥନା କରୁ, ପ୍ରଭୁ ଆମମାନଙ୍କୁ ଏଇ ଜଳଖିଆ ଚାହା ଦେଲ, ଲୋକମାନଙ୍କୁ ସାକ୍ଷାତ କଲ, ପ୍ରାର୍ଥନା। ଆଉ ମଧ୍ୟ ସନ୍ଧ୍ୟାରେ ଯେତେବେଳେ ଆମେ ଖାଦ୍ୟ ଖାଉ ତା ପୂର୍ବରୁ ପ୍ରାର୍ଥନା କରୁଛୁ, ଏବଂ ରାତିରେ ପ୍ରଭୁ ମୁଁ ଶୋଇବାକୁ ଯାଉଛି, ସେଇ ପ୍ରକାର ପ୍ରାର୍ଥନା। ସେଇ ପ୍ରକାର ପ୍ରାର୍ଥନା ତ ଯଥେଷ୍ଟ ନୁହଁ ମୋର ଖ୍ରୀଷ୍ଟର ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ମାନେ। ପ୍ରଭୁଙ୍କର ପ୍ରାର୍ଥନା ଏପରି ଥିଲା, ସେ ଅନ୍ୟର ଦୁଃଖକୁ ଦେଖି ନ ପାରିବା ପ୍ରାର୍ଥନା, ସେ ଅନ୍ୟମାନଙ୍କର ସମସ୍ୟାକୁ ନ ଦେଖିବା ପ୍ରାର୍ଥନା। ସେ ପ୍ରଭୁଙ୍କ ଠାରେ ପ୍ରାର୍ଥନା ଅଧିକାର ପ୍ରାର୍ଥନା କରୁଥିଲେ, ଭୂତ ଛଡେଇବା ପ୍ରାର୍ଥନା କରୁଥିଲେ, ସମୁଦ୍ରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପ୍ରାର୍ଥନା, ଚୁପ୍ କରିବା ପ୍ରାର୍ଥନା ଥିଲା, ଆମକୁ ସମୁଦ୍ରକୁ ଦୁଇ ଫାଳ କରିବା ପ୍ରାର୍ଥନା ଥିଲା, ଆଉ ଯେହେତୁ ଅସମ୍ଭବ ପଥର ମଧ୍ୟରେ ଜଳପ୍ରପାତ ହେବାର ପ୍ରାର୍ଥନା ଥିଲା, ଆଉ ମାନା ବୃଷ୍ଟି କରିବାର ପ୍ରାର୍ଥନା ଥିଲା, କିପରି ଜିହୋବା ଜରାଇ ଯୋଗେଇବାର ପ୍ରାର୍ଥନା ଥିଲା। ସବୁ ଟାଇମ୍ ତାହା ହେଉଛି ଅଧିକାର ପ୍ରାର୍ଥନା, ଦ ଫଲୋୱର ଅଫ ଜିସସ୍ ଖ୍ରାଇଷ୍ଟ। ଆମେ ମଧ୍ୟ ସେଇ ପ୍ରକାର ପ୍ରାର୍ଥନାର ନିବିଡ଼ ଚିତ୍ତ ହୋଇ ରହିବା। ନିରନ୍ତର ପ୍ରାର୍ଥନା କର, ଜାଗି ରହି ପ୍ରାର୍ଥନା କର, ଆଉ ସେଇ ପ୍ରାର୍ଥନା ମାନଙ୍କର ଆଣ୍ଠୁର ପ୍ରାର୍ଥନା ହେଉ। ଆମମାନଙ୍କର ସେଇ ପ୍ରାର୍ଥନା ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସେ ସିଂହାସନରେ ବସିଥିଲେ ସୁଦ୍ଧା ସେ ତଳକୁ ଓହ୍ଲେଇ ଆସିବେ ଆପଣଙ୍କ ପାଖରେ ଏବଂ ମୋ ପାଖରେ ସେ ପହଞ୍ଚିଯିବେ। ସେଥିପାଇଁ ସେ କୁହନ୍ତି, ଯେଉଁ ଜାଗାରେ 2 କିମ୍ବା 3 ମୋ ନାମରେ ଉପସ୍ଥିତ ଥାନ୍ତି, ସେଇ ଜାଗାରେ ମୁଁ ଉପସ୍ଥିତ ହେବି। ପ୍ରେଜ୍ ଦ ଲର୍ଡ। 2ର ଅର୍ଥ କଣ? 2ର ଅର୍ଥ ବ୍ୟକ୍ତିଗତକୁ ବୁଝାଏ ନାହିଁ। ଇଟ୍ ଇସ୍ ନଟ୍ ପର୍ସନ୍ ଦ ଫିଜିକାଲ, ଦେ ଆର୍ 1, 2 or 3। ବ୍ୟକ୍ତି ଭାବରେ 2-3 ଜଣ ବୁଝଉ ନାହିଁ। ଇଟ୍ ଇସ୍ ଦ ଫାଦର, ସନ୍ ଏଣ୍ଡ ଦ ହୋଲି ସ୍ପିରିଟ। ପିତା, ପୁତ୍ର, ପବିତ୍ର ଆତ୍ମାଙ୍କର ଉପସ୍ଥିତି ମଧ୍ୟରେ ଆମେ ଯେତେବେଳେ କି ବସୁ, ସେଠାରେ ପବିତ୍ର ଆତ୍ମା ଉପସ୍ଥିତ ହୁଅନ୍ତି। ପରମେଶ୍ୱର ପଠାନ୍ତି, ମୋ ଲୋକମାନେ ଏଠାରେ ବସନ୍ତି, ତୁମେ ଯାଅ ସେଇ ଜାଗାରେ ତୁମେ କାର୍ଯ୍ୟ କର। ଦ ସେକେଣ୍ଡ ପର୍ସନ ଇଜ ଜିସସ୍ ଖ୍ରାଇଷ୍ଟ, ଥାର୍ଡ ପର୍ସନ ଇଜ ଦ ହୋଲି ସ୍ପିରିଟ। ଦ୍ୱିତୀୟ ବ୍ୟକ୍ତି ଯୀଶୁ ଖ୍ରୀଷ୍ଟ ଅଟନ୍ତି, ତୃତୀୟ ବ୍ୟକ୍ତି ପବିତ୍ର ଆତ୍ମା ଅଟନ୍ତି। ସେହି ଜାଗାରେ ତାଙ୍କ ନାମରେ ସେଇ ପ୍ରାର୍ଥନା, ବିଶ୍ୱାସର ପ୍ରାର୍ଥନା ସମସ୍ତ କିଛି ସମ୍ଭବ କରିପାରେ। ସେଥିପାଇଁ କୁହାଯାଇଛି, ପ୍ରଥମେ ତାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ସେଥିରେ ସମସ୍ତ କିଛି ସମ୍ଭବମାନଙ୍କ ନିମନ୍ତେ
ସାଧିତ କରାଯିବ। ମୋର ପ୍ରିୟ ମାନେ ସମସ୍ତ କିଛି କଣ ସାଧିତ କରାଯିବ? ଏଇଟା ତ ଚାରୋଟି ବିଷୟ। ପଞ୍ଚମ ବିଷୟ ହଉଛି ସାକ୍ରିଫାଇସ୍, ଉତ୍ସର୍ଗୀକୃତ ଜୀବନ। କି ପ୍ରକାର ଉତ୍ସର୍ଗୀକୃତ ଜୀବନ? ପୁରାତନରୁ ଆସୁ ଗୋଟିଏ ବାକ୍ୟକୁ ଆମେ ଅଧ୍ୟୟନ କରିବା। ପ୍ରଥମ ରାଜାବଳୀ 17 ଅଧ୍ୟାୟ 1 ପଦକୁ ଆମେ ଅଧ୍ୟୟନ କରିବା। ଯାହା ପରମେଶ୍ୱର କହୁଛନ୍ତି ମୁଁ ସେଇ କଥା କରିବି। ପରମେଶ୍ୱର ଏଲିଓ ଭବିଷ୍ୟ ବକ୍ତାଙ୍କର ଏଇଟା କାହାଣୀ। ଏଲିଓ ଭବିଷ୍ୟ ବକ୍ତା ଆପଣ ମାନେ ଜାଣନ୍ତି କୋଉ ସମୟରେ ସେ କାହା ସମୟରେ ଆହାବଙ୍କ ସମୟରେ ସେ ଯାଇକି କହୁଛନ୍ତି। ଯେତେବେଳେ କି ତାଙ୍କର ରାଜ୍ୟକୁ ବିଭକ୍ତ ରାଜ୍ୟ ହେଲା, ପ୍ରଥମ ଅବିଭକ୍ତ ରାଜ୍ୟରେ 3 ଜଣ ରାଜା ମାନେ ଥିଲେ। ପ୍ରଥମେ ତ ସାଉଲ, ତାପରେ ତ ଦାଉଦ, ତାପରେ ସଲୋମନ। ବିଭକ୍ତ ହେଲା ପରେ ଇଏ ହଉଛନ୍ତି ସପ୍ତମ ରାଜା। ବିଭକ୍ତ ପରେ ସପ୍ତମ ରାଜା ହଉଛନ୍ତି ଆହାବ ରାଜା। ଆଉ ପ୍ରଭୁଙ୍କର ଦାସ ଏଲିଓ ଭବିଷ୍ୟତ ବକ୍ତା ସେ କଣ କଲେ? ଯାଇକି କହୁଛନ୍ତି, ମୁଁ ଯେତେବେଳେ ଷ୍ଟୋରି ପଢୁଥିଲି, ସେ ଗୋଟେ ସୁସମ୍ବାଦ ଘେନି ରାଜାଙ୍କ ନିକଟକୁ ଯାଉଅଛନ୍ତି। ଏଲିଓଙ୍କ ମୁଖରେ ପରମେଶ୍ୱରଙ୍କର ଦମ ଥିଲା। ମୁଁ ପ୍ରଭୁଙ୍କର ଦାସ ବୋଲି କହିବା ପାଇଁ, ମୁଁ ପ୍ରଭୁଙ୍କର ଲୋକ ବୋଲି କହିବା ପାଇଁ, ମୁଁ ପ୍ରଭୁଙ୍କର ଭବିଷ୍ୟ ବକ୍ତା ବୋଲି କହିବା ପାଇଁ। ଆପଣଙ୍କର ଏବଂ ମୋର ଦମ ଅଛି କି? ଜଣେ ସାଧାରଣ ଛୁଟିଆ ଲୋକ ଗାଁର ସରପଞ୍ଚ କିମ୍ବା ୱାର୍ଡ ମେମ୍ବର ହେଇଥିବ, ତାଙ୍କ ସମ୍ମୁଖରେ ପ୍ରଭୁଙ୍କ କଥା କହିବା ପାଇଁ ଦମ ଥିବ କି? ତାଙ୍କ ସମ୍ମୁଖରେ କହିବା ପାଇଁ ପ୍ରଭୁ ମତେ ପଠେଇଛନ୍ତି ତମ ସମ୍ମୁଖରେ ଠିଆ ହେବା ପାଇଁ। ଆମମାନଙ୍କର ଦମ ନାହିଁ। ପ୍ରେରିତ ପାଉଲଙ୍କର ଦମ ଥିଲା। ସେ ବିଜାତୀୟ ମାନଙ୍କ ନିକଟରେ କଥା କହିବା ପାଇଁ ତାଙ୍କର ଦମ ଥିଲା। ଏଲିଓ ବକ୍ତାଙ୍କର ଦମ ଥିଲା। ଯାହା ପରମେଶ୍ୱର କହିଛନ୍ତି ମୁଁ ତାହା କହିବି। ମୁଁ ଗୋଟିଏ ମାଇନସ କରିବି ନାହିଁ କିମ୍ବା ଗୋଟିଏ ପ୍ଲସ କରିବି ନାହିଁ। ମତେ ମାରିଲେ ମାରନ୍ତୁ, ମତେ ବଞ୍ଚେଇଲେ ବଞ୍ଚାନ୍ତୁ, ମୁଁ ଦମରେ କଥା କହିବି। ସେ ପରମେଶ୍ୱରଙ୍କ ଭୟ କରୁଥିବା ସତ୍ତ୍ୱେ ରାଜାଙ୍କୁ ସମସ୍ୟା କଥା ମଧ୍ୟ ଦମରେ କହିବାକୁ ପଡେ। ରାଜା, ମୁଁ ଯଦି କହିବି ଏ କଥା ମତେ କଣ ଛାଡିବେ ଗାଁ ଲୋକମାନେ? ରାଜା ମତେ ବାନ୍ଧିକି ଜେଲରେ ପକେଇବ। ରାଜା ମତେ ବାନ୍ଧିକି କୋଉଠି ମତେ ଧ୍ୱଂସ କରିଦବ, ଛିନଭିନ କରିଦବ। ମୋର କିଏ ରହିପାରିବେ? ମୋ ଲୋକ ଗୋଷ୍ଠୀକୁ, ଆଜି ମୋର ବଂଶକୁ ସିଏ ନିପାତ କରିଦବ। ଏଲିଓଙ୍କର ତାହା ନଥିଲା। ଏଲିଓ କହିଲେ, ଯାହା ପରମେଶ୍ୱର ମତେ କହିଛନ୍ତି ମୁଁ ତାହା ତୁମକୁ ଜଣାଇବି। ମୁଁ କେବେ ମଧ୍ୟ ସେଥିରୁ ପଛକୁ ହାରିବି ନାହିଁ। ମୋର ପ୍ରିୟ ମାନେ, ତାହା ଖାଇବା ଜିନିଷ ହଉ, ନ ଖାଇବା ଜିନିଷ ହଉ, ଦୁର୍ଭିକ୍ଷ ପଡୁ, ବର୍ଷା ହଉ, କିମ୍ବା ସମସ୍ତଙ୍କର ବିପଦ ହଉ, ସେଥିରେ ମୋର କିଛି ଫରକ ପଡୁନାହିଁ। ମୁଁ ସେଥିରେ ଜଣେ ଅଛି। ଯେତେବେଳେ ସେ କହିଲେ, ପରମେଶ୍ୱର ତାଙ୍କୁ ଯୋଗେଇଲେ। ପ୍ରେଜ୍ ଦ ଲର୍ଡ। ସେ ଦମରେ କହିଲେ, ପ୍ରଭୁଙ୍କ ବାକ୍ୟକୁ କହିବି। ପରମେଶ୍ୱର ମତେ କହିଛନ୍ତି କହିବା ପାଇଁ। ମତେ ଏବଂ ଆପଣଙ୍କୁ ଜଗତ ଗୋଟେ ସଂସ୍ଥା କିମ୍ବା କୌଣସି ପ୍ରକାର ଲୋକମାନେ ଆପଏଣ୍ଟମେଣ୍ଟ କରିନାହାନ୍ତି ପ୍ରଭୁଙ୍କର ବାକ୍ୟ କହିବା ପାଇଁ। God has appointed you and me. God has selected you and me. ଦମରେ କହିବା ପାଇଁ ପ୍ରଭୁ ଆମମାନଙ୍କୁ ମନୋନୀତ କରିଅଛନ୍ତି। ଆମେ ଆଜି ପର୍ଯ୍ୟନ୍ତ ସାଇଲେନ୍ସ ଅଛୁ କି? ପ୍ରଭୁଙ୍କ ଠାରୁ ଶୁଣିଲା ପରେ ଏଲିଓ ସାଇଲେନ୍ସ ରହିଲେ ନାହିଁ। ଇଟ୍ ଇଜ ଏଣ୍ଡ ଟାଇମ୍ ମାଇ ଫ୍ରେଣ୍ଡସ୍। ଏଟା ଶେଷ କାଳ ହେବାକୁ ଯାଉଛି। ଶେଷ ଦିନରେ ଆମେ ପହଞ୍ଚିଛୁ। ପ୍ରଭୁଙ୍କର ବାକ୍ୟକୁ ପହଞ୍ଚେଇବା ଆମମାନଙ୍କର କାମ ଅଛି। ଆଇଦର ଏଇଟା ଗୋଟେ ଦୁର୍ଭିକ୍ଷର ସମୟ ଭାବନ୍ତୁ, ପରମେଶ୍ୱରଙ୍କ ବାକ୍ୟର ଦୁର୍ଭିକ୍ଷ ପଡିବାକୁ ଯାଉଛି। ଅଳ୍ପ ଦିନ ପରେ କାହା ପାଖରେ ବାଇବେଲ ମଧ୍ୟ ଦେଖିବାକୁ ପାଇବେ ନାହିଁ। ମିଟିଂ କମିଟି କରିବାକୁ ଏବେ ଧୀରେ ଧୀରେ ବନ୍ଦ ହେଲାଣି। ଅନେକ ଲୋକଙ୍କର ଅନେକ ଜାଗାରେ ନିୟମ ଲାଗୁ ହେଲାଣି। କେହି ମଧ୍ୟ ଓପେନ ଏୟାର ପ୍ରିଚିଂ କରିବାକୁ ମଧ୍ୟ ଆଜିକାଲି ସାହସ କରୁନାହାନ୍ତି। କନଭେନସନ କରିବା ପାଇଁ ସାହସ କରୁନାହାନ୍ତି। ମୋର ଏବଂ ଆପଣଙ୍କର ଆଜି ଦମ ଅଛି କି? Let us rise and build for the Lord. ଆସୁ ଆମେ ଏଇ ସମୟରେ ଠିଆ ହେବା, ଉଠିବା। ନିୟମଙ୍କ ପରେ
ଫଗୁନାତ୍ମା ଯାହାକି ଆଜି ଅଛି ତାହାକୁ ପ୍ରଭୁଙ୍କ ନିକଟକୁ ଆଣିବା, ତାଙ୍କ ରାଜ୍ୟକୁ ସ୍ଥାପନ କରିବା। ମତେ ଖାଦ୍ୟ ନ ମିଳୁ ମିଳୁ, ଆଇ ଡୋଣ୍ଟ କେୟାର ଆବାଉଟ। ମତେ ଖାଇବାକୁ ମିଳୁ ନ ମିଳୁ, ମୁଁ ସେଇ ବିଷୟରେ କିଛି ମତେ ଫରକ ପଡିବ ନାହିଁ। ଆଇ ୱିଲ୍ ନଟ୍ କମ୍ପ୍ରମାଇଜ। ମୁଁ କେବେ ମଧ୍ୟ ପରମେଶ୍ୱରଙ୍କର କଥାକୁ ସମାଧାନ କରିବି ନାହିଁ। ଲୋକମାନେ ମତେ ଯାହା କରିବା କଥା କରନ୍ତୁ, ମତେ ରାଜା ଯାହା କରିବା କଥା କରନ୍ତୁ, ମତେ କଲେକ୍ଟର ଯାହା କରିବା କଥା କରନ୍ତୁ। am I looking backward? ମୁଁ ପଛକୁ କଣ ଅନଉଛି କି? ନିଶ୍ଚୟ ମୁଁ ଅନଉଛି। ମୋର ପଛରେ ଅନେକ ପରିବାର ଅଛି, ମୋ ପଛରେ ଅନେକ ଲୋକ ଅଛନ୍ତି। ମୁଁ ଯଦି ଯିବି, ମତେ ଯଦି ଜେଲକୁ ପଠେଇଦେବେ, ମୋର ପରିବାର କେମିତି ବଞ୍ଚିବ, ମୋ ଲୋକ କେମିତି ବଞ୍ଚିବ, ମୋର ମଣ୍ଡଳୀ କେମିତି ରହିବ? God is the wonderful God. ଯେ ପରମେଶ୍ୱର, ଯେ ଆଶ୍ଚର୍ଯ୍ୟ ପରମେଶ୍ୱର କହନ୍ତି, ସେ ତାହାର ସମାଧାନକୁ ରଖିଥାନ୍ତି। ସେ ସମାଧାନକୁ ରଖିଥାନ୍ତି। ଏଲିୟଙ୍କ ପାଇଁ ସେଇ ସମାଧାନ ରଖିଲେ। ଏପରି ଗୋଟିଏ ଗୃହ, ଏପରି ଗୋଟିଏ ପରିବାର ତୁମ ପାଇଁ ମୁଁ ରଖିଅଛି। ତୁମେ ସେଇ ଜାଗାରେ ଯିବ, ଆଉ ତୁରାଣୀ ପାଣି ପିଇବ, ଶାଗ ପଖାଳ ନାହିଁ, ମାଂସ ଏବଂ ରୋଟିର ଭୋଜନ ତୁମେ ପାଇବ। ହାଲେଲୁୟା। ବେଳେ ବେଳେ ଭାବିଥାଉ, ସାହସ କହିବା, ମୋ ପାଇଁ ରେସନ ଚାଉଳ ବନ୍ଦ ହେବ, ମୋ ପାଇଁ ସେଇ ଘର ବନ୍ଦ ହେବ, ଗାଁରେ ବନ୍ଦ ହେବ, ମୋ ପାଇଁ ଚାକିରି ବନ୍ଦ ହେବ, ମୋର ଗୋଷ୍ଠୀ ପାଇଁ ଚାକିରି ବନ୍ଦ ହେବ। ମୁଁ ଯଦି କିଛି କହିବି ତାଙ୍କ ବିଷୟରେ, ମୁଁ ଯଦି ଯାଇକି ବଡ ଲୋକଙ୍କ ସାମ୍ନାରେ କଥା କହିବି, ମୁଁ ଯଦି ସୁସମାଚାର ବିଷୟରେ, ମୁଁ ଯଦି ଖ୍ରୀଷ୍ଟିଆନ ବୋଲି ନିଜକୁ ଓପେନ କରିବି, ମୁଁ ପ୍ରଚାରକ ସେବକ ବୋଲି କହିବି, ମୁଁ ଜଣେ ପ୍ରଭୁଙ୍କର ଦାସ ବୋଲି କହିବି, ମୁଁ ପ୍ରଭୁଙ୍କ ନାମରେ ଆସିଅଛି ବୋଲି କହିବି, ତାହେଲେ ମୋତେ ଅନେକ ପ୍ରକାର କ୍ରାଇଟେରିଆ ସେଥିରେ ତିଆରି କରାଯିବ। ଯେତେବେଳେ କି 26ଟା ଅର୍ଗାନାଇଜେସନ, 26ଟା ହଷ୍ଟେଲ ବନ୍ଦ ହେଲା ଭୁବନେଶ୍ୱରରେ, ମତେ ପଚାରିଲେ, ତମେ ମଧ୍ୟ କନ୍ଧମାଳ ଆସିକି ଏଠି ଗୋଟେ ହଷ୍ଟେଲ କରିଛ, ତମର କଣ ନିଜର ଜାଗା ଅଛି କି, ନିଜର ଘର ଅଛି, ତମର ପରମାନେଣ୍ଟ କଣ ଆଡ୍ରେସ? ମତେ ପଚାରିଲେ। ମୁଁ ମଧ୍ୟ ଭାରତୀୟ ଏବଂ ଓଡ଼ିଶାବାସୀ। ଯେତେବେଳେ ପଚାରିଲି, ମୁଁ ଅନେକ ପ୍ରଶ୍ନ ଉତ୍ତର ହେଲା କଲେକ୍ଟରେଟ ଅଫିସରେ। ଆଉ ସେଥିରେ ଜଣେ ପ୍ରଭୁଙ୍କ ଲୋକ ତ ନୁହଁ, ସେ ମଧ୍ୟ ଅଫିସିଆଲ ଲୋକ। ସେ କହିଦେଲେ, 26ଟା ହଷ୍ଟେଲକୁ ବନ୍ଦ କଲା ଭିତରେ ମୋର ଥିଲା 27 ନମ୍ବର ଲିଷ୍ଟରେ। ଆଉ ଯେତେବେଳେ ତାଙ୍କ ସହିତ ଆମେ କଥାବାର୍ତ୍ତା କରୁଛୁ, ମୋ ପାଖରେ ଯେ ପିଲାମାନେ ଥିଲେ, ସେମାନେ ସମସ୍ତେ ତାଙ୍କର ପ୍ୟାରେଣ୍ଟସ ମାନଙ୍କୁ, ତାଙ୍କର ବାପାଙ୍କୁ, କାହାକୁ ମାଙ୍କୁ ସମ୍ପୂର୍ଣ୍ଣ ଭାଗରେ ହଣା ହେଇଥିଲା, କଟା ହେଇଥିଲା। ଏଇ ଫ୍ୟାମିଲି ପିଲାମାନେ ମୋ ପାଖରେ ସେତେବେଳକୁ ଥିଲେ, ଛୋଟ ଛୋଟ ହେଇଥିଲେ। ସେମାନେ ମାଇଗ୍ରେଟେଡ ବା କନ୍ଧମାଳ ଠାରୁ ଭୁବନେଶ୍ୱରକୁ ତାଙ୍କର ପରିବାର ଲୋକମାନେ ମଧ୍ୟ କେତେ ଜଣ ଏଠି ଆସିକି ଅନେକ ବାସନ କୁସନ ମାଗୁଥିଲେ। ଆଉ ସେମାନଙ୍କର ଇଲେକ୍ଟ୍ରି ବିଲ୍ ସେମାନଙ୍କ ପାଖରେ ନାଁରେ ଥିଲା, ଏବଂ କେତେ ଜଣଙ୍କର ପାସବୁକ୍ ମଧ୍ୟ ଥିଲା। ଆଉ ସେମାନଙ୍କ ଡକୁମେଣ୍ଟସକୁ ମୁଁ ଏ ପ୍ରକାର ତାଙ୍କର କେସ୍ ଷ୍ଟଡି ବନେଇଥିଲି, ମୁଁ ସୁନ୍ଦର ଭାବରେ ଲେଖିକି ଗୋଟେ ଫାଇଲ ବନେଇଥିଲି। ଆଉ ଯେତେବେଳେ କଲେକ୍ଟର ଦେଖିଲେ, ତାହେଲେ ଏଇଟା କନ୍ଧମାଳ ପିଲାଙ୍କ ପାଇଁ କନ୍ଧମାଳରେ ସେଇଟା ଦିଆଯିବ, ଏଇଠି କିଛି କରାଯିବ ନାହିଁ। ଦେନ୍ ଜଣେ ମୋ ସପକ୍ଷରେ ଅଫିସିଆଲ ଲୋକ ଜଣେ, ତାଙ୍କର ହିଁ ଅଫିସିଆଲ ଲୋକ ଜଣେ, ସେ ମଧ୍ୟ ଜଣେ ବ୍ରାହ୍ମଣର, ସେ କହୁଛନ୍ତି, ଆଜ୍ଞା ସେମାନେ ପାସବୁକ୍, ଇଲେକ୍ଟ୍ରିକ ବିଲ୍ ସବୁ କିଛି ଏଇ ଜାଗାରେ ତାଙ୍କର ହେଇସାରିଛି, ଆମେ ଇନଭେଷ୍ଟିଗେସନ କରିଛୁ, ଆଉ ସେମାନେ ତ ଏବେ ଫୁଲବାଣୀ ଲୋକ ନାହାନ୍ତି, ସେମାନେ ଏବେ ଭୁବନେଶ୍ୱର ବା ଖୋର୍ଦ୍ଧା ଡିଷ୍ଟ୍ରିକ୍ଟର ଲୋକ ହେଇସାରିଲେଣି, ଆଉ ସେଇଠୁ କେମିତି ଆମେ ତାଙ୍କୁ ପଠେଇ ପାରିବା, ସେଇଟା ତାଙ୍କର କିଛି ଜାଗା ଫାଗା ନାହିଁ। ତ 17 ଜଣ ସେଇପରି ପିଲାମାନେ ମୋ ପାଖରେ ଥିଲେ। ଟୋଟାଲି ମୋ ପାଖରେ 109 ଜଣ ପିଲାମାନେ, ଝିଅ ପୁଅ ମାନେ ଥିଲେ। ଆଉ ଯେତେବେଳେ 17 ଜଣ ଏପରି ବାହାରିଲେ, ଆଉ ଯଦି ବି ଅନ୍ୟମାନଙ୍କର ଯୋଉମାନଙ୍କର କି ବିଜାତୀୟ ଲୋକମାନଙ୍କର ମଧ୍ୟ ହଷ୍ଟେଲ ବନ୍ଦ ହେଲା, ଆଉ ପ୍ରଭୁ ମୋ ସମ୍ମୁଖରେ, ମୁଁ କହିଲି, ମୁଁ ପ୍ରଭୁଙ୍କ କାମ କରିଛି ଆଜ୍ଞା, କାହାର ସଂସ୍ଥାର କାମ କରିନାହିଁ। ମତେ ପ୍ରଭୁ ଜଙ୍ଗଲ ଭିତରେ ଦର୍ଶନ ଦେଲେ, ଏଇ ଲୋକମାନଙ୍କୁ, ଏଇ ପିଲାମାନଙ୍କୁ ଆଣିକି ରଖିବା ପାଇଁ। ମୁଁ କୋଉଠୁ ଟଙ୍କା ଏ ପର୍ଯ୍ୟନ୍ତ ଆଣିନାହିଁ। ମୋର ନିଜର ଗୋଟିଏ ଘର ଫୁଲବାଣୀ ଟାଉନରେ ଥିଲା, ତାହା ମୁଁ ବିକିଛି ଆଉ ଆସିଛି ଏଇ ଜାଗାରେ, ଆଉ ଏଇ ଜାଗାରେ ମୁଁ କାମ କରିଛି। ମତେ ପ୍ରଭୁ ସେଇ ସମୟ ଗୋଟେ ଶକ୍ତି ଦେଲେ। ଆଉ ଯେତେବେଳେ କଲେକ୍ଟର ଏଇ କଥା ଶୁଣିଲେ, ତମର କଣ ପ୍ରୁଫ ଅଛି? ମତେ କହିଲେ, ମୋର ଘର ବିକିବାର ପ୍ରୁଫ ଅଛି, ମୋର ଡକୁମେଣ୍ଟସ ଅଛି, ଆପଣ ଦେଖନ୍ତୁ। ଯେତେବେଳେ ମୁଁ ତାଙ୍କୁ ଦେଖିଲି, ତାହେଲେ ଏଇଠି କଣ କହୁଛନ୍ତି? ଏଇଟା ମୁଁ ଏଗ୍ରିମେଣ୍ଟ କରିଛି, ଘର ଭଡ଼ାରେ ଅଛି, ମୋର 10 years ପାଇଁ ଏଗ୍ରିମେଣ୍ଟ କରିଛି ଘର।
ଏଇ ଜାଗାରେ ମୁଁ ପରମାନେଣ୍ଟ ପିଲାମାନଙ୍କୁ ରଖିବି। ସେମାନେ ଇନଭେଷ୍ଟିଗେସନ ସେକେଣ୍ଡ ଟାଇମ କଲେ, ଆଉ ଦେଖିଲେ ପ୍ରଭୁଙ୍କ ପିଲାମାନେ ସୁନ୍ଦର ଥିଲେ, ତାଙ୍କର ଯୋଉମାନେ କି ଗଭର୍ଣ୍ଣମେଣ୍ଟର ପିଲାମାନଙ୍କ ଠାରୁ ଏଇଟା ତାର 2 ଗୁଣ ଭଲରେ ଥିଲେ। ଆଉ ସେ କହିଲେ ମତେ, ରିଗଲ ବସନ୍ତ ରିଗଲ କଣ୍ଟିନ୍ୟୁ ଦିସ୍ ହଷ୍ଟେଲ, ଆମେ ଆପଣଙ୍କୁ ଲାଇସେନ୍ସ ଦେଉଛୁ। ମତେ ସେମାନେ ଲାଇସେନ୍ସ ଦେଲେ। 2014 ରୁ 2017 ପର୍ଯ୍ୟନ୍ତ ଗୋଟେ ଗୋଟେ ହଷ୍ଟେଲକୁ ଦି ବର୍ଷ ପାଇଁ ସେମାନେ ଲାଇସେନ୍ସ ଦଉଥିଲେ। ମତେ କିନ୍ତୁ ସେମାନେ ବେଶୀ ତାପରେ ରିନ୍ୟୁ କରିବା ପସନ୍ଦ କରେ। ତାପରେ 21 ରେ ପୁନର୍ବାର ରିନ୍ୟୁ କଲେ। ମୁଁ କାହିଁକି କଥା କହୁଛି ଆପଣ ମାନଙ୍କୁ, ମୁଁ ଏଇଟା ଗର୍ବ କରୁନାହିଁ, କିନ୍ତୁ ସାହସ ଆମମାନଙ୍କର ଥିବା ଦରକାର ଗଭର୍ଣ୍ଣମେଣ୍ଟର ଅଫିସର ମାନଙ୍କ ସମ୍ମୁଖରେ ଠିଆ ହେବା। ଆଉ ପ୍ରଭୁଙ୍କ ଅନୁଗ୍ରହରେ ଆଜି ପର୍ଯ୍ୟନ୍ତ ଏହି ହଷ୍ଟେଲ ଚାଲିଛି, ସେଟା ମୋର ନୁହଁ, ଏଟା ପ୍ରଭୁଙ୍କର ଲୋକମାନଙ୍କର। ଆଉ ପ୍ରଭୁଙ୍କ ସମ୍ମୁଖରେ ଆଉ ତାଙ୍କେ ହିଁ ସେଇଟା କଥା ହେଲେ, ଯୋଉମାନେ ବସନ୍ତ ଦିଗାଲଙ୍କର କୌଣସି ସମସ୍ୟା ନାହିଁ, ସେ ହଷ୍ଟେଲ ଭଲରେ ଚାଲିଛି। ଅନ୍ୟମାନଙ୍କ ସମ୍ମୁଖରେ ଆମେ କଣ କହିବା, ସାହସ ଥିବା ଦରକାର। ଆଉ ଏଇଟା ଖ୍ରୀଷ୍ଟିଆନ ହଷ୍ଟେଲ ବୋଲି ସେମାନେ ସମସ୍ତେ ଜାଣିଥିଲେ। ଆଉ ସେ କହିଲେ, ଯଦି ପିଲାମାନଙ୍କୁ ସେବା କରିବା, ଲୋକମାନଙ୍କୁ ପ୍ରେମ ଶିଖେଇବା, ଲୋକମାନଙ୍କୁ ଯେ ସେବା କରିବାର ଗୁଣ ଖାଲି ମିଶନାରୀ ମାନଙ୍କ ପାଖରେ ଥାଏ, ପ୍ରଭୁଙ୍କ ଲୋକମାନଙ୍କ ପାଖରେ ଥାଏ, ସେ ଜଣେ ହିନ୍ଦୁ ଲୋକ ସେଥିରେ ସାକ୍ଷ୍ୟ ଦେବେ। ମୋର ପ୍ରିୟ ମାନେ, ଆଜି କହୁ କହୁ ମୁଁ ଅନେକ କଥା କହିଯାଉଛି ଆପଣ ମାନଙ୍କ ସମ୍ମୁଖରେ। ଆଜି ଆମମାନଙ୍କର ଏଇ ପ୍ରକାର ଚ୍ୟାଲେଞ୍ଜ ହଉ ଯେ ଆମମାନେ ଏଲିୟଙ୍କ ପରି ଯାଇ ଠିଆ ହେବା, ରାଜାଙ୍କ ହଉ ସମ୍ମୁଖରେ ହଉ, କାହା ପାଖରେ ହଉ, ଆଉ ତାଙ୍କର ଅନୁକାରୀ ହେବା। ଆଉ ଆଜିର ଆମେ ପ୍ରଭୁଙ୍କ ଲୋକମାନେ କଣ କରୁଛୁ, ତାର ଓଲଟା କରୁଛୁ। ଆମେ ତାଙ୍କୁ ସାଉଣ୍ଡୁଛୁ, ତେଲ ଲଗଉଛୁ। ଏଇଟା କହିଲେ ଆମ ପାଇଁ କଣ ବିପଦ ହେଇପାରେ। ଆଜି ଯୋଉମାନେ ସାହସର ସହିତ କଥା କହିଲେ, ସେମାନେ ଆଉ କୋଉ ଲୋକ ନୁହନ୍ତି, ଆଜି କନ୍ଧମାଳର ଲୋକ। ଆଜି କନ୍ଧମାଳର ଲୋକ ସେମାନେ ଆଜି ପ୍ରଭୁଙ୍କ କୋଳକୁ ଯାଇଛନ୍ତି। ସାହସରେ କଥା କହିବା ଲୋକମାନେ ଆମ ଜିଲ୍ଲାରେ ଲୋକମାନେ ଅଛନ୍ତି। ପ୍ରେଜ୍ ଦ ଲର୍ଡ। ଯୋଉମାନେ କି ପ୍ରଭୁଙ୍କୁ ଭୟ କଲେ, କଟକରେ ତାଡ଼ନା ହେଲା, ଆଜି କନ୍ଧମାଳରେ ତାଡ଼ନା, ଗଜପତିରେ ତାଡ଼ନା ହେଲା, କଳାହାଣ୍ଡିରେ ତାଡ଼ନା ହେଲା। ଯୋଉମାନେ ସାହସର ସହିତ କଥା କହିଲେ, ଯୋଉମାନେ କି ମୁଖାପେକ୍ଷା କଲେ ନାହିଁ, ସେମାନଙ୍କୁ ଆଜି ଦଣ୍ଡ ଦିଆଯାଇଛି। ସେଇ ପ୍ରଭୁଙ୍କ ଲୋକମାନଙ୍କୁ ଆଜି ହଣା ଯାଇଛି, କଟା ଯାଇଛି, କିନ୍ତୁ ଅନେକ ଲୋକମାନେ ପ୍ରଭୁଙ୍କ ରାଜ୍ୟକୁ ଆଜି ଆସିଅଛନ୍ତି। ହାଲେଲୁୟା। ମୋର ପ୍ରିୟ, ଆଜି ଆମେ କଣ କରୁ? ଆମେ ଉଲ୍ଟା କାମ କରିବା ନାହିଁ। ଆମକୁ ପ୍ରଭୁ କହିଛନ୍ତି, ଯିଏ ହଉଛନ୍ତି ସଦା ପ୍ରଭୁ ଇଜ ଦ କ୍ରିଏଟର, ସେ ରକ୍ଷକ, ସେ ସୃଷ୍ଟିକର୍ତ୍ତା ଅଟନ୍ତି। ସେ କିପରି ସୃଷ୍ଟି, ତାଙ୍କ ସାଦୃଶ୍ୟରେ ଆମମାନଙ୍କୁ ସୃଷ୍ଟି କରିଛନ୍ତି। ସେଥିପାଇଁ ସେ ରକ୍ଷକ, ସେ ପ୍ରେମକାରୀ। ଗଡ୍ ଇଜ ଲଭ୍ ବୋଲି ଆମେ କହୁଛୁ। ସେ ପ୍ରେମକାରୀ, ତ ଆମମାନେ ତାଙ୍କର ଅନୁକାରୀ, ମାନେ ତାଙ୍କ ପରି ପ୍ରେମ କରିବା। ତ ସେ କଥା କୁହନ୍ତି, ସେ କଥା କହି ସମସ୍ତ କାର୍ଯ୍ୟକୁ ସମାଧାନ କରନ୍ତି। ସେ ହଉଛନ୍ତି ଆଶ୍ଚର୍ଯ୍ୟ ମନ୍ତ୍ରୀ, ପରାକ୍ରାନ୍ତ, ଶାନ୍ତି ରାଜା। ଆମମାନଙ୍କ ପ୍ରଭୁ ଇମାନୁଏଲ କହନ୍ତି, ସେ ଆମମାନଙ୍କର ସହିତ ଅଛନ୍ତି। ଆଜି ମଧ୍ୟ ଅଛନ୍ତି, ତାଡ଼ନାରେ ମଧ୍ୟ ଥିବେ, ଆଉ ଦୁଃଖରେ ମଧ୍ୟ ଥିବେ, କ୍ଲେଶରେ ମଧ୍ୟ ଥିବେ। ସଦରକ ଅବେଦନ ଗମେଶ୍ୱରଙ୍କୁ ତାଙ୍କୁ ପକେଇଲେ ନିଆଁରେ, ଫରକ ପଡିଲା ନାହିଁ। ଆମମାନଙ୍କ ମଧ୍ୟ ପ୍ରଭୁ ଆମମାନଙ୍କୁ ସେ ରାଜ୍ୟ ଦେବେ, ଯେତେବେଳେ ଆମେ ଦମରେ କଥା କହିବା। ପ୍ରେରିତ ପାଉଲ ଦମରେ କଥା କହିବା। ଆପଣ ଜାଣନ୍ତି, ଦମରେ କଥା ନ କହିକି ଲୁଚି ଗଲେ, ଆଉ ସେ କିଏ ନୁହନ୍ତି, ସେ ପିଟର। କଥା କହିବାକୁ ଦମ ନଥିଲା, କିନ୍ତୁ ଶେଷ ସମୟରେ ସେଇ ପିଟରଙ୍କ ପ୍ରଚାର 300 ଲୋକଙ୍କୁ ପରିବର୍ତ୍ତନ କରିଥିଲା। ସେ ପଥର ଉପରେ ନିର୍ମାଣ କରେ। ହାଲେଲୁୟା। ପଥର ଉପରେ ଆମମାନେ ବେଳେ ବେଳେ ଆଜି ଆମମାନଙ୍କୁ ଦୁର୍ବଳ ହେବାକୁ ପଡିଥାଏ, କିନ୍ତୁ ଆମେ ସବଳ। ଗଡ୍ ଇଜ ଦ ରକ୍। ପରମେଶ୍ୱର ହଉଛନ୍ତି ସେଇ ଚଟାଣ। ଚଟାଣ ଉପରେ ଆମେ ଗୃହ ନିର୍ମାଣ କରିଛୁ। ପବନକୁ ଡରିବା ନାହିଁ, ତୋଫାନକୁ ଡରିବା ନାହିଁ, ସମସ୍ୟାକୁ ଡରିବା ନାହିଁ, ଗରିବକୁ ଡରିବା ନାହିଁ, ଦୁର୍ଭିକ୍ଷକୁ ଡରିବା ନାହିଁ। ପ୍ରଭୁ ଆମ ସହିତ ଅଛନ୍ତି। ଏଇ ଶେଷ ଦିନରେ ଆସୁ ଆମେ ଆମ ନିଜ ପ୍ରିୟ ଲୋକମାନଙ୍କୁ ସାହସ ଜନ୍ମେଇବା, ଶିକ୍ଷା ଦେବା, ପ୍ରଭୁଙ୍କ ଅନୁକାରୀ ହେବା ପାଇଁ ଆଣ୍ଠୁ ମାଡ଼ିବା, ବାଇବେଲ ଅଧ୍ୟୟନ କରିବା, ପ୍ରାର୍ଥନା କରିବା, ଅନ୍ୟମାନଙ୍କ ନିକଟକୁ ଯିବା, ଦୟାରେ ସେମାନଙ୍କୁ ପ୍ରେମ ଦେଖେଇବା। ଆଉ ଅଳ୍ପ ଦିନ ଗଲା ପରେ ଆପଣମାନେ ପ୍ରେମ ଦେଖେଇବେ, ଅନେକ ଲୁଗାପଟା ବାଣ୍ଟିକି। ୟେସ୍, ତାଠାରୁ ଅଧିକ
ବାକ୍ୟ ବାଣ୍ଟିବାର ସମୟକୁ ଆପଣ ବ୍ୟବହାର କରନ୍ତୁ, ଯୋଉଦ୍ୱାରା କି ଅନେକଙ୍କ ନିକଟକୁ ସୁସମାଚାର ପହଞ୍ଚିବ। ଆଉ ସେତେବେଳେ ଲୋକମାନେ ନିଜକୁ ସଚେତନ କରିବା ଆରମ୍ଭ କରିବେ। ସେଇଦିନ ରାଜା ମଧ୍ୟ କଣ କଲେ? ଦିନ ଆସିଲା, ସେ ଜାଣିପାରିଲେ। ଦିନ ଆସିଲା ଜାଣିପାରିଲେ। ଆଜି ମଧ୍ୟ ଆମମାନଙ୍କୁ ଯୋଉମାନେ ଧାରଣା କରନ୍ତି ସେମାନେ ଜାଣନ୍ତି। ଆମମାନେ ପଛଘୁଞ୍ଚା ହେବା ନାହିଁ। ଏଇ 5ଟି ଗୁଣ ଯୀଶୁ ଖ୍ରୀଷ୍ଟଙ୍କର ଅନୁକାରୀ ହେବା। ଯେପରି ଏଲିଓ ଭବିଷ୍ୟବକ୍ତା ସାହସର ସହିତ କଥା ହେଲେ, କାହାକୁ ଡରିଲେ ନାହିଁ। ଆଜି ଆମମାନଙ୍କର ଏଇ ମୁଖ ମଧ୍ୟ ଅନେକଙ୍କ ସମ୍ମୁଖରେ ନ ଡରିବା ମୁଖ ହେଉ ଏବଂ ପ୍ରଭୁଙ୍କ ବାକ୍ୟକୁ ପହଞ୍ଚାଉ। এই অল্প বাক্যের প্রভাব প্রত্যেক আশীর্বাদ করন্তু। আমেন।